ମୋ ନାଁ ହେଉଛି ପ୍ରତାପ ସାହୁ। ମୁଁ ହେଉଛି ଓଡ଼ିଶା ଉଠା ଦୋକାନୀ ମହାସଂଘ ରାଜ୍ୟ ସଭାପତି ଏବଂ ସର୍ବଭାରତୀୟ ଉଠା ଦୋକାନୀ ମହାସଂଘର ଜଏଣ୍ଟ ସେକ୍ରେଟାରୀ। ସାର୍ କ'ଣ ପାଇଁ ଆଜି ଏକତ୍ରିତ ହୋଇଥିଲେ ଏବଂ କ'ଣ ଏଠି ଆଜି ହେଉଛି ଗୋଟେ ଖୁସିର କଥା। ଆଜି ପାୱାର ହାଉସ୍ ଛକରେ ପାଖାପାଖି 100 ଖଣ୍ଡେ ଉଠା ଦୋକାନୀ ଯେଉଁମାନେ ଅଛନ୍ତି ସେମାନେ ଆଜି ଏକାଠି ହୋଇଥିଲେ। এই প্রবাসী ভারতীয় সময়ে সে উচ্ছেদ করা যাইছিলা। আজি পর্যন্ত সে থইথান করা যায়নি। বিএমসি যে রুল অছি রুল অনুসারে সে থইথান করা কথা। স্ট্রিট ভেন্ডর্স আক্ট এবং সংবিধান ধারা 19(1)(6) মুতাবক সমস্ত থইথান করা কথা। আজি পর্যন্ত থইথান করা যায় না এবং যে জায়গার সে উচ্ছেদ করা যাইছিলা সে জায়গা বিএমসি ফেরাই ফেরাই পারু না, যাফଳରେ କି ଦୋକାନୀଙ୍କ ମନରେ ଅଶାନ୍ତି ଅଛି ଏବଂ ଦୋକାନୀ ମାନେ ତାଙ୍କର ଯେଉଁ ଗୁଜୁରାଣ ମେଣ୍ଟାଉଥିଲେ ଏବେ ଗୁଜୁରାଣ ମେଣ୍ଟାଇ ପାରୁନାହାନ୍ତି। ଦୋକାନ ଉଚ୍ଛେଦ ପରେ ବା ହଟେଇ ଦେଲା ପରେ ସେମାନେ ତାଙ୍କର ଯେଉଁ ଫ୍ୟାମିଲି ଚଳିବା କଥା ବହୁ କଷ୍ଟରେ ସେମାନେ ଚଳାଉଛନ୍ତି ଏବଂ କିଛି ଲୋକ ଅଛନ୍ତି, କିଛି ଦୋକାନୀମାନେ ଅଛନ୍ତି ସେମାନେ ମଧ୍ୟ ମୂଲ ଲାଗିବାକୁ ଗଲେଣି, ରଙ୍ଗ ମିସ୍ତ୍ରୀ କାମ କରିବାକୁ ଗଲେଣି ଏବଂ ଆଉ ମଧ୍ୟ ଅସାମାଜିକ କାର୍ଯ୍ୟ କରିବା ପାଇଁ ମଧ୍ୟ ସେମାନେ ଧୀରେ ଧୀରେ ତାଙ୍କର ପେଟ ପାଟଣା ପାଇଁ କରିବା ପାଇଁ ବାହାରିଛନ୍ତି। ମୁଁ ତାଙ୍କୁ ଅସାମାଜିକ କାର୍ଯ୍ୟ କରିବା ପାଇଁ ନିବୃତ୍ତ କରିଛି। କିନ୍ତୁ ମୁଁ ବିଏମସି ଗୋଟିଏ ଅନୁରୋଧ କରୁଛି, ଏବେ ଯେଉଁ ନୂଆ ରାଜ୍ୟ ସରକାର ଆସିଛନ୍ତି ତାଙ୍କୁ ମଧ୍ୟ ଅନୁରୋଧ କରୁଛି ଯେଉଁମାନଙ୍କୁ ପ୍ରବାସୀ ଭାରତୀୟ ସମୟରେ ଉଚ୍ଛେଦ କରାଯାଇଥିଲା ତା ଦେହରୁ କିଛି ଲୋକଙ୍କୁ ଭେଣ୍ଡିଂ ଜୋନ୍ ମାଧ୍ୟମରେ ଥଇଥାନ କରିବା ଆରମ୍ଭ କରିଥିଲେ ମଧ୍ୟ ଆହୁରି ବହୁତ ଲୋକ ରହିଯାଇଛନ୍ତି। ସମସ୍ତଙ୍କୁ ବିଏମସି ଆର୍ଟିକିଲ୍ ବା ସମ୍ବିଧାନ ଧାରା 19(1)(6) ଏବଂ ଷ୍ଟ୍ରିଟ୍ ଭେଣ୍ଡର୍ସ ଆକ୍ଟ ଅନୁସାରେ ଥଇଥାନ କରିବା ପାଇଁ ମୁଁ ଅନୁରୋଧ କରୁଛି।